तो भाई मैंने आग भिडियो मुझे देखी ये नदीटा जो माछ धरवाई आसी तो ठीक माने 3-4 दिन वर्षा है वर्षा पर देख पारे पूरा माने बाढ़ आसी ऊपर पानी पहुँचला देख ये फुल हो गला पारवाई जगह पाऊनी तो सियाड़े रास्ता गला तो आज पुणी थोड़ा आम माछ धरवाई आसीचु जेहेतु माने कि जो पहाड़ माछ का तौल को ओह्ल आसुए तो बन्या टाइम रे माछ धरवाई आसु आम तो बापा सांगे आसचु एना जाल फिंगे देख आमर बैग बैग भितर अच्छे जरे जरे आम माछ पुरैया तो एना देख फिंगे जाल वाह मत कूल लगे देखो भाई पूरा लिमिट रे एना टाणवे नदीर माछ एमती धरा हुए ये देखो ना बाहर तो अच्छा कि ना देख नहांती बोधे लगुच सफा सफा देखा जाऊे तो जमती कि देखले फास्ट फिंगर माछ एत मिलबेनि तो चारिआडे घाटिवाई पड़ो आमर भागरे 2टा कंकड़ा लगे भी चलो सीटा पोड़ी आम खाया तो ये इे फिंगुचे मिलगला बोधे गोटे ना ना काठीटा लगता तो आग को बने रह केते माछ धरुचे देखिए आपण मानक तो यना जाल फिंगा हम अलग अलग जगार तो जे पानी बेसी दौड़ नथी आम फिंगा जे माने जदि बेसी पानी आम फिंगा जाल भी पड़ीज तो से अल्प पानी तो चलो एना माछ धरिया चेष्टा करुच्ची भी फिंगापी तो एत अभ्यास नहीं तो फिंगी पारे नहीं एत अल्प स्वल्प के फिंगी पारे तो देख पारे आमर बोहनी गोटे माछ लगी एटा छोटिया रकम माछ नहांती ये गोटे माछ बहुत मूल्यवान तो मुझे जरी रे पुरेबी आमर जरी आनी तो आ थर फिंगापी भीतर को पशि गले इना लगुच भितर फिंगवा हाय ये बेसी पानी देखा जाऊँगी वाव नाइस कुल पत्थर गोटे लगे हे भी नहांती लगुच माछ बोधे सरी सरी आसला तो आहरे बन्या हेले ये सब जितकी ऊपर का देखा जाए ये शुक्ला शुक्ला जगह देखा जाए तो सहीगा सब बन्या रे सब धोई हो पूरा माने गछ पतर सब बुड़ीज तो एत रेट्रे एत मात्रा पानी आसब माने पानी आसे तो यहाँ एकदम पुलटा भी अच्छे तो ये पुलटा भी पूरा भासी जीव मो साइकेल चाबी मार दिए खासकर साइकेल चाबी मार दरकार हो गला चाबी हो गला एना जीव माछ धर
ଏଇଟା ହେଉଛି ଗରାସେଇ ନଦୀ। ଆଉ ଥରେ କହିବି, ଏଇଟା ହେଉଛି ଗରାସେଇ ନଦୀ। ଆମର ଘରୁ 1 କିଲୋମିଟର ଦୂରରେ ଅଛି। ତ ଏଠି ଆମେ ଆସିଛୁ ମାଛ ଧରିବା ପାଇଁ। ସେଇଟା ବି ଜାଲରେ ନାହାନ୍ତି। ପାଣିର ବାହାବ ମାନେ ବହୁତ ମାନେ ବଢ଼ିବାକୁ ଲାଗିଲାଣି। ଆଉ 2-4 ଦିନ ଯଦି ବର୍ଷା ଦେବ ତ ଏଇ ଯେଉଁ ଯେତିକି ରାସ୍ତାଟା ଦେଖାଯାଉଛି ତ ଏଇଟା ବି ବୁଡ଼ିଯିବ। ତ ଯିବା ଆସିବା ପାଇଁ କେହି ସୁବିଧା ହେବେନି। ଏଇଟା ହେଉଛି ଘାଟଟା ଥିଲା ଏଇଟା। ତ ଏଇଠି ଲୋକ ଗାଧଉଥିଲେ। ଉପର ଆଡ଼େ ଗୋଟେ ଘାଟ ଥିଲା ସେଇଠି। ତ ସେଇଗା ସବୁ ଏଇନା ବୁଡ଼ିଗଲା। ତ ଗାଧୋଇବା ପାଇଁ ଅଲଗା ଜାଗାରେ ଆର ସାଇଡ଼୍ରେ ଅଛି ଘାଟ। ତ ଯିବା ସେ ଆଡ଼କୁ ବି। ଚାଲ ଭାଇ, ହେଇନା ନଦୀ ପାର ହେବି। ବହୁତ ଜୋରରେ ଦୌଡ଼ୁଛି ପାଣି। ତ ଚେଷ୍ଟା କରିବି ପାରାଇବା ପାଇଁ। ଓ ନୋ, ବହୁତ ଜୋରସେ ଆସୁଛି ପାଣି। ମୋତେ ଭସେଇ ନେଲା ଭଳିଆ ଲାଗୁଛି। ଓ ମାଇ ଗଡ୍, ଏଇଠି ତ ପୁରା ପାଣି ଅଛି ରେ। ବୁଡ଼ିଗଲି ମୁଁ। ତ ଫାଇନାଲି ପାରେଇ ଗଲି। ଓହୋ, ଓଦା ହେଇଗଲା ମୋର ଗାମୁଛା। ଏମିତି ଜାଗାକୁ ଆସିବ। ଓ ନୋ, ବହୁତ ସାରା ପାଣି। ମାଛ ଧରିବା କ'ଣ ଷ୍ଟାର୍ଟ କଲାଣି। ବର୍ଷା ପକେଇଲାଣି ଦେଖ। ଟିପ୍ 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 ପଡ଼ୁଛି ବର୍ଷା। ଆଉ ଆମର ମାଛ ଧରା ଚାଲିଛି। ମୋବାଇଲଟା ନ ଭିଜୁ ବର୍ଷାରେ, ଏଇଟା ହେଉଛି ବଡ଼ କଥା। ତଥାପି ହାର ମାନି ଧରିକି ଯିବା। ଭାଇସା ବହୁତ ସମୟ ମାଛ ଧରିଲା ପରେ ଦେଖ ସାପ ଗୋଟେ ମିଳିଛି। ଛୋଟିଆର ଗୋଟେ ଏଇଟା ଦେଖାଯାଉଛି। ନାଇଁ, ମୁଁ ସାପଟା ଦେଖିପାରିଲେ ତ ମାରିଦେଲା ସେ ସାପଟାକୁ। ତ ଏଇନା ଧରି ଧରି ଥକି ଗଲିଣି। ଅନ୍ଧାର ହେଇଗଲାଣି ଦେଖ। ମାନେ ସେତେବେଳେ କେମିତି ଥିଲା ଆଉ ଏଇନା କେମିତି ଅନ୍ଧାର। ଜାଲ ଧୋଇ ସାରିଲେ ମାଛ କଙ୍କଡ଼ା ଆଉ ଗେଣ୍ଡା ଗୋଟେ ତ ସବୁ ଅଲଗା ଅଲଗା କରିଦେଲେ। ଏଇଠି ଦେଖ, ଏଇଟାର ହେଉଛି କଙ୍କଡ଼ା ଅଛନ୍ତି, ତାକୁ ବେଶୀ କାମୁଡ଼ିବେ। ଆଉ ଏଇଟା ହେଉଛି ମାଛ। ରାତି ପାଇଁ ହେଇଗଲା 4 ଜଣ ଆରାମସେ। ତ ଆଜି ପାଇଁ ଏତକ। ମାନେ ଆଗରୁ ଦେଖେଇଥିଲେ ଯାହା ସର୍ଟ ଭିଡ଼ିଓରେ, ତ ଲଙ୍ଗ୍ ଭିଡ଼ିଓ ଗୋଟେ ବନେଇଲେ। ତ ସିଆଡ଼େ ତଳ ଆଡ଼କୁ ଯାଇଥିଲେ। ତ ସିଆଡ଼େ ମାନେ ଭିଡ଼ିଓ ବନେଇ ହେଲାନି। ମାନେ ସେଇ ଟାଇମ୍ରେ ବର୍ଷା ବି ହେଲା। ତାପରେ ମାନେ କି ଆହୁରି ସେଇଠି ମାନେ ବନ୍ଧ ରକ ଗୋଟେ ବନେଇଛନ୍ତି। ଏମିତି ହିଁ ବନେଇଛନ୍ତି ବନ୍ଧ ଭଳିଆଟା। ତ ସେଇଠି ପାଣି ଛାଡ଼ନ୍ତି, ଇଏ କରନ୍ତି। ତ ସେଇ ଜାଗାକୁ ଗଲୁ। ସେଇଠି କିଛି ମାଛ ଧରିଲୁ। 11 ତ ଟୋଟାଲ୍ ମିଳିଲାନି। ଗୋଟେ କି ଦୁଇଟା ଯେଉଁ ଭିଡ଼ିଓରେ ବି ଦେଖାଯାଉଥିଲା ତ ସେତକ ଧରିଥିଲେ। ଆଉ ସିଆଡ଼େ ହିଁ ବେଶୀ ଟିକେ ଧରିଛେ। ତ ସିଆଡ଼େ ଭିଡ଼ିଓ ବନେଇବି ଭାବୁଥିଲି। ଫେର୍ ମାନେ ତଳେ ଯଦି ପାଣିରେ ପଡ଼ିଯିବ ଫୋନ୍ଟା ତ ଗୋଟେ ମାତ୍ର ଫୋନ୍ ଅଛି। ତ ଗଲା ସେଇଟା। ଫେର୍ ବର୍ଷା ପକାଇଥିଲା। ତ ସେଇ କାରଣ ପାଇଁ ବନେଇ ପାରିଲିନି। ତ ବସ୍ ଆଜି ପାଇଁ ଏତକ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଗାଧଉଛନ୍ତି ଏବେ। ଥଣ୍ଡା ଥଣ୍ଡା ପାଣିରେ ଗାଧେଇବେ। ଏ ଘରକୁ ଯିବା। ଏଇଆଡ଼ ରାସ୍ତା।